ଛାତ୍ରଛାତ୍ରୀକୁ ଶୁଭ ସନ୍ଧ୍ୟା। ଆଜି ଆମେ ସାହିତ୍ୟ ଜ୍ୟୋତି ବହିର ପ୍ରଥମ ଏକକ ସରସୁପଦର ଗଦ୍ୟ ବିଷୟରେ ଆଲୋଚନା କରିଥିଲେ। ସେହି ଅଧ୍ୟାୟରେ ଆମେ ସୁକ୍ରିଜାନିର ଗ୍ରାମର ଭୌଗୋଳିକ ଅବସ୍ଥିତି ଓ ତାର ପରିବାର ବିଷୟରେ ଆଲୋଚନା କରିଥିଲେ। ବର୍ତ୍ତମାନ ଆମେ ଦ୍ୱିତୀୟ ପୃଷ୍ଠାର ଶେଷ ଅନୁଚ୍ଛେଦ ଆରମ୍ଭ କରିବା। ସୁକ୍ରିଜାନିର ଖଣ୍ଡିଏ ବୋଲି ବଖରା, ଅନ୍ଧାର ବିଲିବେଲି, ଏଠି ପୁଳାଏ ଆମ୍ବଟାକୁଆ, ତେଲ ହେବା ପାଇଁ ସେ କଣରେ ଗଦାଏ ବାରିବାଇଗଦା ମଞ୍ଜି, ପତ୍ରସିଆ ଗୁମ୍ପିରେ ପଶି, ନୋହିଲେ ତଳେ ଅଜାଡ଼ା ହୋଇ 8-10 ମାଣ ମାଣ୍ଡିଆ, 3-4ଟି ହାଣ୍ଡି, ଏଠି ସେଠି ଅଲରା ବଲରା ହୋଇ ଚାଳରୁ ଓହଳିଛି କୌପିନି, ଲୁଗା ଓ 3-4 ପୁଞ୍ଜା ଲାଉ ତୁମ୍ବା। ଜହିଁରେ ମାଣ୍ଡିଆ ଯାଉ ପୁରାଇ ବିଲକୁ ବାଟକୁ ନିଆଯାଏ। ତାପରେ କାନ୍ଥ ବାଡ଼, ପତର ସିଆଁ, ତଲରା ବା ପିଠି ପାଖିଆ, ତଲାରୀ ବା ମୁଣ୍ଡ ଛତା। ତ ଏଇ ଅନୁଚ୍ଛେଦରେ ଆମେ ପଢ଼ିବା ଯେ ସୁକ୍ରିଜାନିର ଖଣ୍ଡିଏ ବୋଲି ବଖରା ଥିଲା, ଆଉ ସେଇ ବଖରାଟି ଅନ୍ଧାର ବିଲିବିଲି ଥିଲା, ଆଉ ସେଠି ଆମ୍ବଟାକୁଆ ଗୁଡ଼ାକ କୁଢ଼ା ହୋଇକି ଥିଲା, ତେଲ ବାହାରିବା ପାଇଁ ବାରିବାଇଗଦା ମଞ୍ଜି ଗୁଡ଼ିକ ଗଦା ହୋଇକି ଥିଲା, ତା ସହିତ ପତ୍ରସିଆଁ କୁମ୍ପି ସବୁ ଥିଲା, ତା ସହିତ 8-10 ମାଣ ମାଣ୍ଡିଆ କୁଢ଼ା ହେଇଥିଲା, 3-4ଟା ହାଣ୍ଡି ଥିଲା ସେଇ ବଖରାରେ, ଆଉ ଏଠି ସେଠି ଅଲରା ବଲରା ହେଇକିରି କୌପିନ ଏପଟ ସେପଟ ହେଇକିରି କୌପିନ ଗୁଡ଼ିକ ଓହଳା ହେଇଥିଲା ଘର ଦୁଆର ମୁହଁରେ ବା ଘରର ଛାତରେ, ଆଉ ଲୁଗା ତା ସହିତ କୌପିନ ଆଉ ତା ସହିତ ଲୁଗା, ଆଉ 3-4 ପୁଞ୍ଜା ଲାଉ ତୁମ୍ବା। ଏଠି ଲାଉ ତୁମ୍ବାର ଅର୍ଥ ହେଉଛି ଯେଉଁଟାକି ଆମର ଗୋଟେ ଶବ୍ଦ ଆସିଛି ଲାଉ ତୁମ୍ବା। ଲାଉର ମଝି ରସ ଗୁଡ଼ାକ କାଢ଼ି ଦେଲା ପରେ ମଝିରୁ ଯେଉଁ ତାର ଖୋଳପା ରହିବ, ତ ସେଇଟାକୁ ଶୁଖେଇକିନା ଆଦିବାସୀ ଜନଜାତିର ଲୋକମାନେ ମାଣ୍ଡିଆ ଯାଉ ପୁରାଇ ବିଲକୁ ବାଟକୁ ନେବା ଆଣିବାରେ ବାଟକୁ ନେଉଥିଲେ। ତାପରେ କାନ୍ଥ ବାଡ଼ରେ ପତରସିଆଁ ତଲରା ବା ପିଠି ପାଖିଆ, ତଲାରୀ ବା ମୁଣ୍ଡ ଛତା। ତା ସହିତ ସେ ଅନ୍ଧାର ଘରେ ଆଉ କ'ଣ ଥିଲା ଯେ ତାର ତଲରା ବା ତଲାରୀ, ଯେଉଁଟାକି ମୁଣ୍ଡ ଛତା ବୋଲି କହିବା, ସେଟା ଶାଳ ପତ୍ରରେ ତିଆରି ହୋଇଥାଏ। ଆଦିବାସୀ ଜନଜାତିର ଲୋକମାନେ ସେଟାକୁ ପ୍ରାୟ ବ୍ୟବହାର କରନ୍ତି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ। ବର୍ତ୍ତମାନ ମଧ୍ୟ ସେଇ ତଲାରୀର ବର୍ତ୍ତମାନ ବ୍ୟବହାର ବି କରାଯାଏ, ତମାନେ ବି ଦେଖିଥିବ। ତ ଏଇ ପାରାଗ୍ରାଫରେ ଆମେ ଦେଖିଲେ ଯେ ତାର ଘର କରଣା ଜିନିଷ କେମିତି ଥିଲା ସୁକ୍ରିଜାନିର। ବେଳେବେଳେ ଏକ୍ଜାମରେ ବି ଆସେ କ୍ୱେଶ୍ଚିନ୍ ଯେ ସୁକ୍ରିଜାନିର ଘର କରଣା ବିଷୟରେ ବର୍ଣ୍ଣନା କର। ତ ସେଇ ସମୟରେ ତମେ ଲେଖିବ ଯେ ସୁକ୍ରିଜାନିର ଖଣ୍ଡିଏ ବୋଲି ବଖରା ଥିଲା, ଆଉ ଅନ୍ଧାରୁଆ କୋଠରୀଟି ଥିଲା, ସେଇ କୋଠରୀରେ ଆମ୍ବଟାକୁଆ ପୁଳାଏ ଗଦା ହେଇଥିଲା, ବାରିବାଇଗଦା ମଞ୍ଜି ତେଲ ବାହାରିବା ପାଇଁ ଗଦା ହେଇଥିଲା, ଆଉ ତା ସହିତ ପତ୍ରସିଆଁ କୁମ୍ପି, ତା ସହିତ 8-10 ମାଣ ମାଣ୍ଡିଆ ଗଦା ହେଇଥିଲା, 3-4ଟି ହାଣ୍ଡି ରଖା ହେଇଥିଲା, ଅଲରା ବଲରା ହେଇକିରି କୌପିନି ଲୁଗା ସବୁ ଓହଳା ହେଇଥିଲା, ଆଉ ତା ସହିତ କ'ଣ ଥିଲା ଲାଉ ତୁମ୍ବା, ଯେଉଁଟାରେ କି ଯାଉ ଭର୍ତ୍ତି କରିକି ନେବା ଆଣିବା କରିବା ପାଇଁ, ଆଉ ତଲରା ବା ତଲାରୀ ବା ମୁଣ୍ଡ ଛତା ମଧ୍ୟ ସେ ବଖରାଟିରେ ଥିଲା। ତାପରେ ଆମେ ଦେଖିବା ନେକ୍ସଟ ଲୁଗା ଓ ଏତିକି ଘେନି ତାର ଘର କରଣା, ସବୁ ଅଳିଆ ଦଳିଆ, କିନ୍ତୁ ଏଇ ଅଳିଆ ଦଳିଆ ତାକୁ ଭଲ ଲାଗେ। ଛାତ ତଳେ ନାକ କାନ ରୁନ୍ଧା ମଠୁଆ ଧୂଆଁ ତାକୁ ଭଲ ଲାଗେ, ସବୁ ତାର ତେଣୁ। ଅର୍ଥାତ୍ ଏଇ ଆମେ ଅନୁଚ୍ଛେଦଟିରେ ଜାଣିବାକୁ ପାଉଛୁ ଯେ ଏତେ ଅସଜଡ଼ା ଭିତରେ ମଧ୍ୟ, ଏତେ ଅଳିଆ ଦଳିଆ ଭିତରେ ମଧ୍ୟ ସୁକ୍ରିଜାନିକି ତା ଘର ତାକୁ ଭଲ ଲାଗୁଥିଲା, କାରଣ ତା ଘରଟା ତା ନିଜର ଥିଲା, କାରଣ ସେ ସବୁ ଜିନିଷ ତାର ଥିଲା। ଆଉ ଯେତେ ଅପରିଷ୍କାର ହେଲେ କି ଅଳିଆ ଦଳିଆ ହେଲେ କି ଏପଟ ସେପଟ ହେଇକି ପଡ଼ିଥିଲେ ମଧ୍ୟ ସେ ଘର କରଣା ଜିନିଷ ଗୁଡ଼ାକ ସବୁ ତାର ଥିଲା, ତେଣୁକରି ତାକୁ ଭଲ ଲାଗୁଥିଲା। ତା ସହିତ କ'ଣ ଥିଲା ଯେ ଛାତ ତଳେ ନାକ କାନ ରୁନ୍ଧା ମଠୁଆ ଧୂଆଁ, ଅର୍ଥାତ୍ ଚୁଲି ଲାଗୁଥିଲା, ଚୁଲିରେ ସେମାନେ ରୋଷେଇ କରୁଥିଲେ, ସେଇ ଯେଉଁ ଛୋଟ ବଖରାଟିରେ ଧୂଆଁ ଯିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିଲା, ସେଇ ଧୂଆଁ ଭିତରେ ମଧ୍ୟ ତାକୁ ତା ଘରଟି ଭଲ ଲାଗୁଥିଲା। ତାପରେ ନେକ୍ସଟ ଅନୁଚ୍ଛେଦକୁ ଆମେ ଯିବା। ସଞ୍ଜ ବୁଡ଼େ ଢେଉ ଢେଉକା ପୂର୍ବଘାଟ, ପାହାଡ଼ ଉପରେ ଛିରିକି ପଡ଼େ କେତେ ରଙ୍ଗ, ମଥାରେ ଅବିର, ପଖାରେ ହଳଦୀ ଗୁଣ୍ଡ, ତଳ ଗହୀର ଜଙ୍ଗଲରେ ସମୁଦ୍ର ନେଳି କଳା। ସୁକ୍ରିଜାନି ବିଶ୍ୱାସ କରେ ଯେ ସବୁରି କର୍ତ୍ତା ଗୋଟାଏ ଲେଖାଏଁ ଭୂତ ବା ଡୁମା। ମନର ତୃପ୍ତିରେ ବିଚାରି ବସେ କେଉଁ ଯାଦୁଗର ଡୁମା ଏସବୁ ଗଢ଼ିଛି। ଆକାଶ ଆଉ ଜଙ୍ଗଲ, ସଞ୍ଜ ଆଉ ରାତି, କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ, ଆଉ କିଏ ଆଣିଦିଏ ଝଡ଼ ତୋଫାନ ବା ଦୁଃଖ ଦୁର୍ଦ୍ଦଶା।
ତ ସଞ୍ଜ ବୁଡ଼ି ଯାଇଛି। ଶୁକ୍ରିଜାନି ସଞ୍ଜ ବୁଡ଼ିଗଲା ପରେ ସେ ଯାଇଛି ତାର ପୂର୍ବଘାଟ ପର୍ବତମାଳା ପୂର୍ବଘାଟ ପାହାଡ଼ ବିଷୟରେ ବର୍ଣ୍ଣନା କରାଯାଇଛି। ତ ଉପରେ ଛିଡ଼ିକି ପଡ଼େ ରଙ୍ଗ। ତ ଯେତେବେଳେ ସୂର୍ଯ୍ୟ ପୂର୍ବରୁ ପଶ୍ଚିମ ଦିଗରେ ଉଦୟ ହୁଅନ୍ତି ସେତେବେଳେ କ'ଣ ହୁଏ, ତାର ରଙ୍ଗ ସୂର୍ଯ୍ୟଙ୍କର ଯେଉଁ ଅସ୍ତ ହେବାର ଯେଉଁ ରଙ୍ଗ ଏଠି ବର୍ଣ୍ଣନା କରାଯାଇଛି। ତାପରେ ଜଙ୍ଗଲ ପରେ ସମୁଦ୍ରରେ ନେଳି କଳା ର ଶୁକ୍ରିଜାନି ବିଶ୍ୱାସ କରେ ଯେ ସବୁରି କର୍ତ୍ତା ଗୋଟିଏ ଲେଖାଏଁ ଭୂତ ବା ଡୁମା। ତ ସେଇ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ କଥା ଶୁକ୍ରିଜାନି ଏଠି କହୁଛି ଯେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତାର ସେଇ ପାହାଡ଼। ତ ସେଠି ତାର ମନ ବା ସେଇ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଗୁଡ଼ିକ ସେ ଦେଖୁଛି ବା ସେ ଯେଉଁ ଜିନିଷ ଗୁଡ଼ାକ ସେ ପାହାଡ଼ରେ ଦେଖୁଛି ସେଗୁଡ଼ାକର ସବୁର କର୍ତ୍ତା ହେଉଛି ଭୂତ ବା ଡୁମା ବା ଭଗବାନ ବୋଲି ସେ ଭାବୁଛି। ମନର ତୃପ୍ତିରେ ବିଚାରିବ ସେ କେଉଁ ଯାଦୁକର ଡୁମା ଏସବୁ ଗଢ଼ିଛି। କେଉଁ ଯାଦୁକର ଡୁମା ଏସବୁ ଗଢ଼ିଛି। ଏଇ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସୁନ୍ଦର ପରିବେଶଟି କିଏ ଗଢ଼ିଛି। ସତରେ ଏସବୁ ଯାଦୁକର ଡୁମା ଗଢ଼ିଛି ବୋଲି ଶୁକ୍ରିଜାନି ଭାବୁଛି। ଆକାଶ ଆଉ ଜଙ୍ଗଲ, ଆକାଶ ସେ ଯେଉଁ ଦେଖୁଛି, ଆକାଶ ଯେଉଁ ଜଙ୍ଗଲ ଦେଖୁଛି ସେଗୁଡ଼ା ସବୁ ଡୁମା ତିଆରି କରିଛି। ସଞ୍ଜ ଆଉ ରାତି, ସଞ୍ଜ ବି କରିଛି ଆଉ ରାତି ବି କରିଛି ସେଇ ଡୁମା। କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ, ଆଉ କିଏ ଆଣିଦିଏ ଝଡ଼ି ତୋଫାନ ଆଉ ଦୁଃଖ ଦୁର୍ଦ୍ଦଶା। କୋଉ ଡୁମା ତ କାହା ଜୀବନରେ ସୌଭାଗ୍ୟ ଆଉ ଆନନ୍ଦ ଆଣିଦିଏ, ତ କୋଉ ଡୁମା ଜୀବନରେ ଝଡ଼ ତୋଫାନ ଆଣିଦିଏ, ଆଉ କୋଉ ଡୁମା ଦୁଃଖ ଦୁର୍ଦ୍ଦଶା ଆଣିଦିଏ। ଏପାଖ ପାହାଡ଼ ମଥାନରୁ ତଳ ପର୍ଯ୍ୟନ୍ତ ଖାଲି ପାହାଚ ଚାଷ। ପାହାଡ଼ ତଳେ ଚାଲି ଯାଇଛି ଗୋଟିଏ ଭୀମ ଲଙ୍ଗଳ ସିଂହ ବା ଝୋଲା ପାହାଡ଼ି ନଈ। ସେଥିରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ। ତା ସେପାଖେ ଅରାଏ ଢିପତଳ ଭୂଇଁ ସନ୍ତସନ୍ତିଆ, ସେଥିରେ ଧାନ ହୁଏ। ତାହା ତେଣିକି ଚାରିପାଖେ ଗୋଲେଇ ହୋଇ ଢାଙ୍କି ରହି ତଳକୁ ଉଠି ଉଠିକା ସାନ ବଡ଼ କେତେ ପାହାଡ଼ ଖଞ୍ଜି ହୋଇ ଅଗନା ଅଗନି ବନସ୍ତ ହୁଡ଼ା ବୁହା ବୁଢ଼ା ପର୍ବତ। ଏପାଖ ପାହାଡ଼ ମଥାନରୁ, ସେଇ ପାହାଡ଼ ମଥାନରୁ ତଳ ପର୍ଯ୍ୟନ୍ତ ପାହାଚ ପ୍ରଣାଳୀରେ କ'ଣ କରାଯାଇଥିଲା, ଚାଷ କରାଯାଇଥିଲା। ତ ଏଇ ପାହାଡ଼ କଥା କୁହାଯାଉଛି। ପାହାଡ଼ରେ ଯେମିତିକି ସୋପାନ କରିକିରି କ'ଣ କରାଯାଏ, ଚାଷ କରାଯାଏ। ତ ସେଇ ଚାଷ ବି କରାଯାଇଛି। ତ ସେଇ ତଳୁ ସେଇ ପାହାଡ଼ି ଚାଷ ଯେଉଁ କରାଯାଇଛି ବିଲ, ସେ ତଳୁ ପୁଣି କବ କବ ହୋଇକିରି ଗୋଟେ ନଈ ବହି ଯାଇଛି। ତ ସେଇ ନଈ କବ କବ କରି ନଈ ପାଣି ତଳକୁ ଯାଉଛି। ସେ ପାଖରେ କ'ଣ ହେଇଛି, ଢିପତଳ ଆଉ ସନ୍ତସନ୍ତିଆ ଧାନ ଚାଷ। ତା ନଈ ପାଖରେ କ'ଣ ହେଇଛି, ସନ୍ତସନ୍ତିଆ ଜମି ଅଛି ଆଉ ସେଠି କ'ଣ କରାଯାଉଛି, ଧାନ ଚାଷ ହେଉଛି। ତେଣିକି ଚାରିପାଖେ ଗୋଲେଇ ହୋଇ ଢାଙ୍କି ରହି ତଳକୁ ଉଠି ଉଠିକା ସାନ ବଡ଼ କେତେ ପାହାଡ଼ ଖଞ୍ଜି ହୋଇ ଅଗନା ଅଗନି ବନସ। ତା ପାଖକୁ ସେମିତି ପାହାଡ଼ ମାନ ସବୁ ଉଠି ଉଠିକା ସାନ ବଡ଼ କେତେ ଗୁଡ଼ିଏ ପାହାଡ଼ ଖଞ୍ଜା ଖଞ୍ଜି ହେଇକି ରହିଛି। ତାପରେ ବୁଢ଼ା ପର୍ବତଟିଏ। ତ ଏଠି ଶୁକ୍ରିଜାନି ତାର ପାହାଡ଼ ତଳେ କେମିତି ସବୁ ନଦୀ ପାଖରେ କେମିତି ସନ୍ତସନ୍ତିଆ ଭୂମି ଥିଲା ଆଉ ଚାଷ କରାଯାଉଥିଲା, ସେଇ ବିଷୟରେ ସେ କ'ଣ କରୁଛି, ବର୍ଣ୍ଣନା ଏଠି ଔପନ୍ୟାସିକ ଗୋପୀନାଥ ମହାନ୍ତି ବର୍ଣ୍ଣନା କରିଛନ୍ତି। ଶୁକ୍ରିଜାନିର ଦୃଶ୍ୟ ଦେଖେ ସାମ୍ନାର ସେ ସାନ ପାହାଡ଼କୁ, ଯାହା ମୁଣ୍ଡକୁ ସେ ଆଉ ଲୋବା କନ୍ଧ ମିଶି ଢୁ ଢୁ ବର୍ଷାରେ କୁଢ଼ାରିରେ ହାଣି ଚନ୍ଦା କରିଥିଲେ। ଶୁକ୍ରିଜାନି ଏ ଦୃଶ୍ୟ ଦେଖୁଥିଲା ଯେ ଏଇ ଯେଉଁ ତା ସାମ୍ନାରେ ଯେଉଁ ପାହାଡ଼ ଥିଲା, ସେ ପାହାଡ଼ର ମୁଣ୍ଡକୁ ଏମାନେ ମିଶିକିନା କ'ଣ କରିଥିଲେ, ଲଣ୍ଡା କରିଥିଲେ। କୋଉମାନେ ମିଶିକିନା, ଲୋବା କନ୍ଧ ଆଉ ନିଜେ ଶୁକ୍ରିଜାନି। ଢୁ ଢୁ ବର୍ଷାରେ ପ୍ରବଳ ବର୍ଷାର ପ୍ରକୋପକୁ ନ ଡରି ସେମାନେ କୁରାଢ଼ୀରେ ହାଣି ତାକୁ ଚନ୍ଦା କରିଥିଲେ। ତ ବର୍ତ୍ତମାନ ସେଗୁଡ଼ିକ ହେଇଯାଇଛି କ'ଣ, ଚାଷ ଭୂଇଁ। ଆଉ ଦୃଶ୍ୟ ଦେଖେ ଆପଣାର ଭବିଷ୍ୟତର କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହୋଇଛି। କେତେ ଘର ତୋଳା ହୋଇଛି। ମାଣ୍ଡିଆ ଟିକିରା ବାହାସାହା ହୋଇଛନ୍ତି। ପୁଅର ପୁଅ 2 କୋଡ଼ି 3 କୋଡ଼ି ଗୋରୁ ଗାଈ। ତ ଘର ଆଗରେ ବଡ଼ ଗୁହାଳ, ଗୋବର ଖତ। ଅର୍ଥାତ୍ ଏଠି ଶୁକ୍ରିଜାନି କ'ଣ କରୁଛି, ତାର ଅତୀତ କଥା ଦେଖୁଛି ଯେ ଅତୀତରେ ଗୋଟେ ଦିନ ଥିଲା ଯେଉଁ ପାହାଡ଼କୁ କି ସେମାନେ ଶୁକ୍ରିଜାନି ଆଉ ଲୋବା କନ୍ଧ ମିଶିକିନା ଢୁ ଢୁ ବର୍ଷାକୁ ଖାତିର ନ କରିକିନା ସେମାନେ ସେଇ ପାହାଡ଼ଟାକୁ ହାଣିକିନା ସେମାନେ କ'ଣ କରିଥିଲେ, ଚାଷ ଭୂଇଁରେ ପରିଣତ କରିଥିଲେ। ତ ଏଠି ସେ ଶୁକ୍ରିଜାନି କ'ଣ କରୁଛି, ତାର ଅତୀତ କଥା ଭାବୁଛି। ବର୍ତ୍ତମାନ ସେ ଭାବୁଛି ଭବିଷ୍ୟତ କଥା। ଭବିଷ୍ୟତରେ ସେ କ'ଣ ଭାବୁଛି, ଯେ ଭବିଷ୍ୟତରେ ଗୋଟେ ଉପକାରୀ ଯିଏକି ଆମର ଉପକାରୀ ଡୁମା ଯିଏକି
କ'ଣ କରିଛି ମାନେ ଉପକାରୀ ତାର ଭବିଷ୍ୟତ କଥା ସେ ଦେଖୁଛି ଯେ ଉପକାରୀ ଡୁମା କ'ଣ କରିଛି ତାକୁ ମାନେ ସବୁ ସୁନ୍ଦର ହୋଇଯାଇଛି ସେତେ ଯେମିତି ତା ଜୀବନରେ। ଆଉ ମାଣ୍ଡିଆ ଶୁକ୍ରି ସବୁ ବାହାସାହା ହେଇଗଲେଣି, ତାର ପୁଅର ପୁଅ ସବୁ ନାତି ହେଇଗଲେଣି। ତାପରେ 3-4 କୋଟି ତା ଘର ଆଗରେ ଜମି, ତାପରେ ଘର ଆଗରେ ଗୁହାଳ, ଗୋବର ଖତ, ଏସବୁର ଭବିଷ୍ୟତ କଥା ସେ ଦେଖୁଛି ଯେ ଭବିଷ୍ୟତରେ ତା ଜୀବନରେ କେଉଁଠୁ ଉପକାରୀ ଡୁମା ଆସିକି ତା ଜୀବନରେ ସବୁ କ'ଣ ହେଇଯାଇଛି ପରିବର୍ତ୍ତନ ହେଇଯାଇଛି। ଆଉ ଚାରିକରର ଯେତେ ସାନ ବଡ଼ ପାହାଡ଼ ଅଛି ସେଇ ଜଙ୍ଗଲ ସଫା ହୋଇ ଖାଲି କ୍ଷେତ ପୁଅ ନାତି ଓ ପୁଅର ନାତିର ତା ନାତିର। ଆଉ ସେ ଭାବୁଛି କ'ଣ ଯେ ଆଉ ଯେଉଁ ଚାରିକରରେ ଯେଉଁ ସାନ ବଡ଼ ପାହାଡ଼ ଥିଲା ସେ ସବୁ ଜଙ୍ଗଲ ସଫା ହେଇଯାଇଛି, ସେଇ ପାହାଡ଼ ଜଙ୍ଗଲ ସବୁ ସଫା କରାଯାଇଛି। ଆଉ ଚାରିଆଡ଼େ ଖାଲି କ୍ଷେତ, ଆଉ ସେ କ୍ଷେତ ଗୁଡ଼ିକ ସବୁ କାହାର? ତା ପୁଅର, ଆଉ ତା ପୁଅର ନାତିର ତା ନାତିର। ତ ଏହିପରି ଭବିଷ୍ୟତର ସ୍ୱପ୍ନ ଦେଖୁଛି କିଏ? ମୋର ଶୁକ୍ରି ଜାନି ଯେ ଭବିଷ୍ୟତରେ ତା ଜୀବନରେ ସବୁ ଏମିତି ଘଟିଯିବ, କେଉଁ ଉପକାରୀ ଡୁମାର ଇଏରେ ତା ଜୀବନରେ ଯେମିତି ସବୁ କିଛି ପରିବର୍ତ୍ତନ ହେଇଯାଇଛି ବୋଲି ସେ ଭାବୁଛି। ଭାବି ଶୁକ୍ରିଜାନି ସତେକି ବୁଢ଼ା ହୋଇଯାଇଛି। ଗାଁ ମଝି ଗରୁଡ଼ି ଆମ୍ବ ଗଛ ତଳେ ମଣିଷ ମରିଗଲେ ଯେଉଁଠି ତା ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ, ସତେକି ସେଇଥିରୁ ଗୋଟାଏ ବଡ଼ ଗୋଜିଆ ପଥର ଭିତରେ ଶୁକ୍ରିଜାନିର ଆତ୍ମା ଗୋଟାଏ ଡୁମା ହୋଇ ଭବିଷ୍ୟତର ପୁଅ ନାତିଙ୍କର ଶୁଭ ସୌଭାଗ୍ୟକୁ ମିଟି କରି ଅନେଇ ରହେ। ଆଉ ସେ ଭାବୁଛି କ'ଣ ଯେ ଭବିଷ୍ୟତରେ ସେ ବୁଢ଼ା ହୋଇଯାଇଛି, ଆଉ ସତେ ଯେମିତି ଗାଁର ମଝିରେ ଗୋଟେ ଗରୁଡ଼ି ଆମ୍ବ ଗଛ ତଳେ ଯେମିତିକି ମରିଗଲେ ମଣିଷମାନଙ୍କୁ ପୋତାଯାଏ, ସେଠି ତାକୁ ପୋତି ଦିଆଯାଇଛି ଏବଂ ଗୋଟେ ଗୋଜିଆ ପଥରରେ ଯେମିତିକି ତାର ଆତ୍ମା ରହିଯାଇଛି। ଏବଂ ସେଇ ଆତ୍ମା ଡୁମା ହୋଇକିନା କ'ଣ କରିଛି, ତାର ଭବିଷ୍ୟତର ଯେଉଁ ସୌଭାଗ୍ୟ ସୁଖ ସୌଭାଗ୍ୟରେ କଟଉଥିବା ତା ପୁଅ ନାତିମାନଙ୍କୁ ଯେମିତିକି ମିଟି କରି ଅନଉଛି। ଆଜି ପାଇଁ ଏତିକି ଥାଉ। ଯଦି କିଛି ଅବୁଝା ଥାଏ କମେଣ୍ଟ ବକ୍ସରେ ଜଣାଇବେ।